ଜଙ୍ଗଲ ପାଖ ବିଲରେ ରହିଛି ରାଇଡର ହାତୀ। ତା ନାଁ ରାଇଡର କ'ଣ ପାଇଁ ଦିଆହେଇଛି ନା 15 ମିନିଟରେ 25 କିଲୋମିଟର ପର୍ଯ୍ୟନ୍ତ ଯାଇପାରିଥିବାରୁ ତାକୁ ନାଁ ରଖାଯାଇଛି ରାଇଡର ଏବଂ 25ରୁ ଉର୍ଦ୍ଧ୍ୱ ଲୋକକୁ ଆହତ କରିଥିବାରୁ ତା ନାଁ ରାଇଡର ଦିଆହେଇଛି। ଏବେ ଜଙ୍ଗଲ ସାଇଡରେ ରହିଥିବା ବିଲରେ ରହିଛି ହାତୀ ରାଇଡର। ତାର ସନ୍ଧାନରେ ଏବେ ଆମେ ବାହାରି ପଡ଼ିଲୁ ସବୁ। ଯାଉଛୁ କିପରି ଜଙ୍ଗଲ ଭିତରକୁ। ବିଲ ଯେଉଁ ରହିଛି ସେଇଠି ରହିଛି ରାଇଡର ହାତୀ ଏବଂ ସନ୍ଧ୍ୟା ହଉ ହଉ ଆମ ଅଞ୍ଚଳରେ ପଶି ଆସିଲା ରାଇଡର ହାତୀ। ଦେଖିପାରୁଥିବେ କିପରି ଆମେ ସବୁ ଲାଇଟ୍ ମାନେ ଅପେରାରେ ଯେଉଁ ଲାଇଟ୍ ତାଠୁ ଡେଞ୍ଜର ଲାଇଟ୍ ମଧ୍ୟ କିପରି ଲାଇନ୍ ଲାଗିକି ହାତୀକୁ ମାରି ମାରି ଏବେ ଆମ ଗାଁରେ ପଶି ବିଲ ଧାନ ସବୁ ଖାଇଯାଉଛି ଏ ରାଇଡର ହାତୀ। ଆପଣ ସୋସିଆଲ ମିଡ଼ିଆରେ ଦେଖିପାରୁଥିବେ ଅନେକ ଭିଡ଼ିଓ ପ୍ରସାରଣ ହେଉଥିବ ରାଇଡର ହାତୀ ନାଁରେ। ରାଇଡର ହାତୀ କେଉଁଝର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି। ଏବେ ତା ନାଁ ସବୁଆଡ଼େ ରାଇଡର ହାତୀ କେଉଁଠି, ରାଇଡର ହାତୀ କେଉଁଠି। କାରଣ ରାଇଡର ହାତୀ ଯୁଆଡ଼େ ଯାଉଛି ଲୋକଙ୍କୁ ଆହତ କରିବାରେ ଲାଗିଛି ଏବଂ ସବୁ ଲୋକ ଭୟ ଭିତରେ ରହିଛନ୍ତି। ଦେଖିପାରୁଥିବେ କିପରି ରାଇଡର ହାତୀକୁ ରାତି ସମୟରେ ଆମେ ଘୋଡ଼ଉଛୁ। ଆମ ଗାଁରେ ରାତି ସାରା ରାଇଡର ହାତୀ ଉତ୍ପାତ ମଚେଇଛି। ଆଉ ବର୍ଷା ସାଙ୍ଗକୁ ଏପଟେ ରାଇଡର ହାତୀର ଉତ୍ପାତ ଜାରି ରହିଛି ଆମ କେଉଁଝର ଜିଲ୍ଲାର ଆମ ଗାଁ। ଏବେ ବର୍ତ୍ତମାନ ବେଲଦା ଜଙ୍ଗଲରେ ଆଡ଼ ଜମେଇ ବସିଛି। ଆଜି କୁଆଡ଼େ ଯିବ ଦେଖିବାକୁ